এই ভিডিଓରେ ମୁଁ ତୁମକୁ ଚାରିଟା ଜିନିଷ କହିବି, ତୁମେ ଯଦି ତାକୁ ସିରିୟସଲି ଫଲୋ କରିବ ଦେନ୍ ତୁମେ ନିହାତି ଗରିବ ହେବ। ମୁଁ ତୁମକୁ ଚ୍ୟାଲେଞ୍ଜ ଦେଇ କହିପାରିବି। ତ ପ୍ରଥମ କ'ଣ? ପ୍ରଥମ ହେଉଛି ମୋବାଇଲ ଦେଖିବା। କଣ୍ଟିନ୍ୟୁଅସଲି ଯାହା କିଛି ବି ଦେଖୁଥିବ, ସେ ନେଟଫ୍ଲିକ୍ସ ହେଉ କି ୟୁଟ୍ୟୁବ୍ କି ହେଉ, ଫେସବୁକ୍ କି ଇନଷ୍ଟାଗ୍ରାମ, ଯାହା ବି କିଛି ହେଉ, ଯେତେବେଳେ ଟାଇମ୍ ମିଳିବ ତୁମକୁ ସଦାବେଳେ ଯଦି ମୋବାଇଲ ଦେଖିବ ଦେନ୍ ନିହାତି ଗରିବ ହେବ। ଆଉ ସେକେଣ୍ଡ ଜିନିଷ ହେଉଛି କମ୍ଫର୍ଟ ଜୋନ୍, ମାନେ ଆରାମଦାୟକ। ତୁମେ ଯାହା ବି ଏବେ କାମ କରୁଛ, ଯାହା ବି ତୁମ ଡ୍ୟୁଟି ଅଛି କି ଯାହା ବି କରୁଛ, ତୁମକୁ ଏବେ ଆରାମ ଦରକାର। ମାନେ ଏବେ ଯେଉଁ ଏଜ୍ରେ ତୁମକୁ ଅଧିକ ପରିଶ୍ରମ କରିକି ଅଧିକ ଆଚିଭ୍ କରିବାର ଅଛି, ସେଇ ଏଜ୍ରେ ତୁମକୁ ଆରାମ ଦରକାର। ତୁମେ ଯଦି କମ୍ଫର୍ଟ ଜୋନ୍ରେ ରହିବ, ଆରାମ ଯଦି ଭାବିବ ଏବେଠୁ, ଦେନ୍ ତୁମେ ନିହାତି ଗରିବ ହେବ। ଆଉ ତୃତୀୟ ଜିନିଷ ହେଉଛି କମ୍ପ୍ଲେନ୍ କରିବା, କି ମୋ ପାଖରେ ଏଇଟା ନାହିଁ, କି ମୋ ପାଖରେ ସେଇଟା ନାହିଁ। ଅନ୍ୟ ପିଲା ପାଖରେ ବହୁତ କିଛି ଅଛି ସୁବିଧା, ମୋ ପାଖରେ କିଛି ମୋତେ ମିଳୁନି, ତା ଯୋଗୁଁ ମୁଁ ଆଗକୁ ବଢ଼ିପାରୁନି। ଏମିତି ସଦାବେଳେ ଯଦି ଅନ୍ୟ ଉପରେ କମ୍ପ୍ଲେନ୍ କରିବ, କି ମୋ ବାପା ମା' ଗରିବ, କି ମୋତେ ସୁବିଧା କିଛି ମିଳୁନି, କିଛି ଅପରଚ୍ୟୁନିଟି ମିଳୁନି, ଏମିତି ସଦାବେଳେ ଯଦି କମ୍ପ୍ଲେନ୍ କରିବ ଦେନ୍ ତୁମେ ନିହାତି ଗରିବ ହେବ। ତ ସବୁଠାରୁ ଫାଷ୍ଟ ହେଉଛି ତୁମେ କମ୍ପ୍ଲେନ୍ କରିବା ବନ୍ଦ କର। ଷ୍ଟପ୍ କମ୍ପ୍ଲେନିଂ। କମ୍ପ୍ଲେନ୍ ଯେଉଁ ଦିନଠୁ ତୁମେ ବନ୍ଦ କରିବ, ସେଇ ଦିନଠୁ ବହୁତ ଜଲ୍ଦି ଆଗକୁ ବଢ଼ିବ। ଆଉ 4 ନମ୍ବର ଜିନିଷ ହେଉଛି ଶୋ ଅଫ୍ କରିବା। ଶୋ ଅଫ୍ କଲଚର୍ ଛାଡ଼। କି ଅନ୍ୟ ଧନୀଙ୍କର ସାଙ୍ଗ ସେ କାର୍ ମଟର ଗାଡ଼ି କି ବ୍ରାଣ୍ଡେଡ଼ କପଡ଼ା ପିନ୍ଧିକି ଡ୍ରେସ୍ ପିନ୍ଧିକି ବୁଲୁଛି, ତ ତୁମେ ତାକୁ ଦେଖିକି ତୁମେ ନୂଆ ନୂଆ ଡ୍ରେସ୍ କିଣିବ, କି ନୂଆ ନୂଆ କାର୍ ବାଇକ୍ ମୋବାଇଲ ଦେଖିକି କିଣିବ। ତ ଏମିତି ଯଦି ଶୋ ଅଫ୍ କଲଚର୍, ଅନ୍ୟକୁ ଦେଖିବା ପାଇଁ, ଅନ୍ୟକୁ ଇମ୍ପ୍ରେସ୍ କରିବା ପାଇଁ, ତୁମେ ଯଦି ଦେଖେଇ ହେବା ପାଇଁ କୌଣସି ଜିନିଷ ନେଉଛ, ଦେନ୍ ବହୁତ ଜଲ୍ଦି ଗରିବ ହେବ। ତୁମର ଯେତିକି ନିଡ୍, ଯେତିକି ବେସିକ୍ ଜରୁରୀ, ତୁମର ଯେତିକି ଏକ୍ସପେନ୍ସନ୍, ତୁମର ଯେତିକି ପଇସା ଯେତିକି ତୁମେ ଇନକମ୍ କରୁଛ, ସେ ଅନୁସାରେ ତୁମେ ଖର୍ଚ୍ଚ କର। ତୁମେ ଅନ୍ୟକୁ ଦେଖିବା ପାଇଁ ଯଦି ସପ୍ କରୁଛ, ଦେନ୍ ବହୁତ ଜଲ୍ଦି ଗରିବ ହେବ। ବାକି ତୁମ ଉପରେ ଡିପେଣ୍ଡ କରେ ତୁମେ କ'ଣ କରିବା ପାଇଁ ଚାହୁଁଛ। ତୁମେ ଯଦି ଗରିବ ହେବା ପାଇଁ ଚାହୁଁଛ, ଦେନ୍ ମୋର ଏଇ 4ଟା ଜିନିଷକୁ ଫଲୋ କର। ଆଉ ଯଦି ଗରିବ ହେବା ପାଇଁ ଚାହୁଁଛ, ଆଗକୁ ଜୀବନରେ କିଛି ଗୋଲ୍ ଆଚିଭ୍ କରିବା ପାଇଁ ଚାହୁଁଛ, ଦେନ୍ 4ଟା ଜିନିଷକୁ ଆଭଏଡ଼୍ କରିବ। ଦେଖିବ ତୁମର ଲାଇଫ୍ ବହୁତ ସ୍ପିଡ଼ରେ ଆଗକୁ ପ୍ରୋଗ୍ରେସ୍ କରିବ ଆଉ ବହୁତ ସକ୍ସେସଫୁଲ୍ ହେବ। ତୁମ ଉପରେ ଡିପେଣ୍ଡ କରେ ତୁମେ କ'ଣ କରିବା ପାଇଁ ଚାହୁଁଛ। ରହୁଛି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।